ମୁଁ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ। ସାର୍ କ'ଣ କହିବେ ଆଜି ଉତ୍କଳ ଦିବସ ନେଇ କେମିତି କ'ଣ ପାଳନ କରିଥିଲେ ତାକୁ ନେଇ ଆଜି ଆମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସତ୍ୟନାରାୟଣପୁରରେ ଏହି ପବିତ୍ର ଦିବସର 51ତମ ଜୟନ୍ତୀ ଅବସରରେ ଆମର ପିଲାମାନଙ୍କୁ ଯେଉଁ ଉତ୍କଳର ବିଭିନ୍ନ ଗଡ଼ଜାତ ଅଞ୍ଚଳ ଥିଲା ସେଗୁଡ଼ିକ ସବୁ ଅଲଗା ଅଲଗା ଜାଗାରେ ଶାସିତ ହୋଇ ରହିଥିଲା। ତେଣୁ ସେହି ଗଡ଼ଜାତ ଅଞ୍ଚଳମାନଙ୍କୁ ଏକାଠି କରି 1936 ମସିହା ଏପ୍ରିଲ 1 ତାରିଖ ଦିନ ଉତ୍କଳ ଦିବସ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ଏବଂ ସେହି ଦିନଠାରୁ ଆମର ପ୍ରତିବର୍ଷ ଏପ୍ରିଲ 1 ତାରିଖରେ ଉତ୍କଳ ଦିବସ ପାଳନ ହେଉଛି। ଆଜି ମଧ୍ୟ ଆମ ବିଦ୍ୟାଳୟରେ ପିଲାମାନେ ନାଚ ଗୀତ ଭାଷଣ ସହିତ ଉତ୍କଳ ଦିବସ ପାଳନ କରିଛନ୍ତି ଏବଂ ସଭା ଶେଷରେ ସମସ୍ତଙ୍କୁ ଚକୋଲେଟ୍ ବଣ୍ଟାଯାଇ ସଭା ସାଙ୍ଗ କରାଯାଇଥିଲା। ମଳୟ କୁମାର ମହାପାତ୍ର, ପ୍ରଧାନ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସତ୍ୟନାରାୟଣପୁର। ଆଜି ଉତ୍କଳ ଦିବସ କେମିତି କ'ଣ ପାଳନ କରିଥିଲେ? ଆଜି ଆମ ବିଦ୍ୟାଳୟରେ ଉତ୍କଳ ଦିବସ ବହୁତ ଧୁମଧାମରେ ପାଳନ କରାଗଲା। ଏ ଅବସରରେ ଆମର କ୍ଲଷ୍ଟର CRCC ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନେ ଉପସ୍ଥିତ ଥିଲେ। ଆଉ ପିଲାମାନଙ୍କର ବିଭିନ୍ନ ପ୍ରତିଯୋଗିତା ହେଇଥିଲା, ସେମାନେ ସଙ୍ଗୀତ ପ୍ରତିଯୋଗିତା ବି କଲେ। ଆଉ ଏ ଅବସରରେ ମୁଁ ମଧ୍ୟ ଗୋଟେ ମେସେଜ ଦେଲି ପିଲାମାନଙ୍କୁ ତଥା ଆମର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ। ଏ ଅବସରରେ ଗୋଟିଏ ନିଜ ଭିତରେ ଥିବା ଗୋଟିଏ ବଦଗୁଣକୁ ପରିତ୍ୟାଗ କରି ଭଲ ଗୁଣକୁ ଆପଣେଇବା। ଶେଷରେ ଏହା ବି କହିଥିଲି ଯେ ମାତୃଭୂମି ମାତୃଭାଷାରେ ମମତା ଯାହୁ ଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ତେଣୁ ଆମେ ସବୁବେଳେ ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବା, ତାହେଲେ ଯାଇ ଏହି ଉତ୍କଳ ଦିବସର ଉଦ୍ଦେଶ୍ୟ ସାଧିତ ହେବ।